ଦେଖନ୍ତୁ ମୁଁ ଗୋଟେ ଫଟୋର ବ୍ୟାକଗ୍ରାଉଣ୍ଡ କାଟିବି। ମୁଁ ଗୋଟେ ଇମେଜ୍ ଏଇଠି ଅଛି ମୋର, ଏଇ ଫଟୋଟା ଆପଣ ବ୍ୟାକଗ୍ରାଉଣ୍ଡ କାଟି ଦେଖେଇବି। ଏଟାକୁ ସିଲେକ୍ଟ କଲି, ଦେଖନ୍ତୁ କେମିତି ସ୍କାନ୍ ହେଉଛି। ଏଇଟା ଅଟୋମେଟିକାଲି ଅନଲାଇନ୍ ସ୍କାନ୍ ହେଉଛି। ଏଇ ଟାଇମ୍ରେ ଟିକେ ନେଟ୍ ଫୁଲ୍ ରହିବା ଦରକାର। ଦେଖନ୍ତୁ ଏମିତି ଆପଣମାନେ ନିଜ ଫଟୋର ବ୍ୟାକଗ୍ରାଉଣ୍ଡ କାଟିପାରିବେ ସହଜରେ ଆଉ ମାଗଣାରେ। ନମସ୍କାର, ଜୟ ଜଗନ୍ନାଥ। ମୁଁ ଧର୍ମେନ୍ଦ୍ର ସ୍ୱାଗତ କରୁଛି ମୋର ଆଉ ଗୋଟେ ନୂଆ ଟେକ୍ନିକାଲ ବ୍ଲଗ୍କୁ। ତ ଫ୍ରେଣ୍ଡସ୍, ଆଜି ଆପଣମାନଙ୍କୁ କହିବି ଆପଣମାନେ ନିଜ ଫଟୋରେ କେମିତି ବ୍ୟାକଗ୍ରାଉଣ୍ଡ ରିମୁଭ୍ କରିବେ। ଦେଖନ୍ତୁ ଆପଣ ଯେଉଁ ପାହାଡ଼ ପାଖରେ ଠିଆ ଫଟୋ ଉଠାନ୍ତୁ, ଯେଉଁଠି ଜଙ୍ଗଲ ପାଖରେ ଠିଆ ଫଟୋ ଉଠାନ୍ତୁ, ଯେଉଁ ପାର୍କରେ ଠିଆ ଫଟୋ ବନାନ୍ତୁ, କିନ୍ତୁ ଏବେ ଯେଉଁ ମୁଁ ଆପଣଙ୍କୁ ରିମୁଭ୍ କରି ଦେଖେଇଲି, ଏମିତି ଆପଣମାନେ ନିଜ ଫଟୋର ବ୍ୟାକଗ୍ରାଉଣ୍ଡ ରିମୁଭ୍ କରିପାରିବେ। ପୁରା ସହଜ ଉପାୟ, ଏଇଟା ମାଗଣାରେ, କିଛି ବି ଚାର୍ଜେସ୍ ନାହିଁ, କିଛି ବି ୱାଟରମାର୍କ ଆସିବ ନାହିଁ ୟୁଟ୍ୟୁବରେ ଥମ୍ବନେଲ୍ କରିବା ପାଇଁ ଯାହା ବି ଆପଣ ଅପଲୋଡ଼ କରନ୍ତୁ ଯେଉଁଠି। ଏହାର ନାଁ ହେଲା ରିମୁଭ୍ ବିଜି। ଆପଣମାନଙ୍କୁ ଗୁଗଲରେ କେମିତି ସର୍ଚ୍ଚ କରିବେ ରିମୁଭ୍ ବିଜି ଲେଖିକିରି ଆପଣମାନେ ନିଜ ଫଟୋ ଅପଲୋଡ଼ କରିକିରି ନିଜ ଫଟୋର ବ୍ୟାକଗ୍ରାଉଣ୍ଡ କାଟିପାରିବେ 1 ମିନିଟ୍ରେ। ତ ସେ ବିଷୟରେ ଆପଣଙ୍କୁ ଆଜି ଆପଣଙ୍କୁ କହି ଦେଖେଇବି। ତ ଚାଲନ୍ତୁ ଏବେ ମୋବାଇଲ ସ୍କ୍ରିନ୍ ଉପରକୁ। ତ ଫ୍ରେଣ୍ଡସ୍, ରିମୁଭ୍ ବିଜି କରିବା ପାଇଁ ଆପଣମାନଙ୍କୁ ପ୍ରଥମେ ନିଜ ଫୋନ୍ରେ ଗୁଗଲ ବାହାର କରିବାକୁ ପଡ଼ିବ। ଦେଖନ୍ତୁ ଏଇଠି ମୋର ଆପ୍ ଅଛି ଗୁଗଲ, ଆସିଗଲା ରିମୁଭ୍ ବିଜି। ଏଇଠି ଫାଷ୍ଟ ଲେଖନ୍ତୁ, ଲେଖା ଅଛି ବଡ଼ ବଡ଼ ଅକ୍ଷରରେ ଗ୍ରୀନ୍ରେ ରିମୁଭ୍ ବ୍ୟାକଗ୍ରାଉଣ୍ଡ। ଏଇଠି ଆପଣମାନେ କ୍ଲିକ୍ କରିବେ। ତାପରେ ଆସିଲା ଅପସନ୍ ଅପଲୋଡ଼ ଇମେଜ୍। ଏ ଅପଲୋଡ଼ ଇମେଜ୍ରେ କ୍ଲିକ୍ କରିବେ। ଏଠି ଆପଣମାନଙ୍କୁ ଶୋ କରିବ ସବୁ ଇମେଜ୍, ଯେଉଁ ଇମେଜ୍ରେ ଆପଣମାନେ ବ୍ୟାକଗ୍ରାଉଣ୍ଡ କାଟିବା ପାଇଁ ଚାହିଁବେ। ଦେଖନ୍ତୁ ମୁଁ ଗୋଟେ ଫଟୋର ବ୍ୟାକଗ୍ରାଉଣ୍ଡ କାଟିବି। ମୁଁ ଗୋଟେ ଇମେଜ୍ ଏଇଠି ଅଛି ମୋର, ଏଇ ଫଟୋଟା ଆପଣ ବ୍ୟାକଗ୍ରାଉଣ୍ଡ କାଟି ଦେଖେଇବି। ଏଟାକୁ ସିଲେକ୍ଟ କଲି, ଦେଖନ୍ତୁ କେମିତି ସ୍କାନ୍ ହେଉଛି। ଏଇଟା ଅଟୋମେଟିକାଲି ଅନଲାଇନ୍ ସ୍କାନ୍ ହେଉଛି। ଏଇ ଟାଇମ୍ରେ ଟିକେ ନେଟ୍ ଫୁଲ୍ ରହିବା ଦରକାର। ଦେଖନ୍ତୁ ଏମିତି ଆପଣମାନେ ନିଜ ଫଟୋର ବ୍ୟାକଗ୍ରାଉଣ୍ଡ କାଟିପାରିବେ ସହଜରେ ଆଉ ମାଗଣାରେ। ଏହା ମଧ୍ୟ କିଛି ବି ଆଧିରେ ନାହିଁ ସେମିତି ଟେକ୍ନିକାଲ କାମ। ତାପରେ ଏଇଠି ଆପଣ ଦେଖନ୍ତୁ ଡାଉନଲୋଡ଼ ଅଛି, ଡାଉନଲୋଡ଼ HD ଅଛି, ବ୍ୟାକଗ୍ରାଉଣ୍ଡ ଅଛି, ଯାହା ବି ଲେଖା ହେଇଛି। ଯଦି ଆପଣ H2 କଲର୍ରେ ଡାଉନଲୋଡ଼ କରିବେ, କିନ୍ତୁ ଆପଣ ମୋ ମତରେ ସିମ୍ପୁଲରେ କରିବେ। ଡାଉନଲୋଡ଼ ଖାଲି ଅଛି, ଗ୍ରୀନ୍ କଲର୍ ଆର ମାର୍କ ଅଛି ଏଇଠି। ଦେଖନ୍ତୁ ଡାଉନଲୋଡ଼ ଲେଖା ହେଇଛି, ଏଇଠି ଆପଣ ଡାଉନଲୋଡ଼ କରିଦେବେ। ଉପରେ ଅଲରେଡ଼ି ଡାଉନଲୋଡ଼ ଫାଇଲ୍ ସେଭ୍ ହେଇଗଲା। ଏଇଠି ଆପଣ ଚାହିଁଲେ ଓପନ୍ କରିପାରିବେ। ନଚେତ୍ ଆପଣମାନେ ବ୍ୟାକ୍ କରିକିରି ନିଜ ଫୋନ୍ର ଆଲବମ୍କୁ ଯିବେ। ଦେଖନ୍ତୁ ଫାଷ୍ଟ ମୁଁ ଏଇ ଫଟୋଟା ଏବେ ଆପଣଙ୍କୁ ଦେଖାଉଥିଲି ରିମୁଭ୍ ବିଜି କରିକିରି, ତାର ବ୍ୟାକଗ୍ରାଉଣ୍ଡ ସ୍କ୍ରିନ୍ ଆସିଗଲା। ଏଇଟା ଟୋଟାଲି ପଛ ସବୁ ହଟିଗଲା। ଆପଣମାନେ ଚାହିଁଲେ ଏଇ ଫଟୋକୁ ପିକ୍ସେଲ୍ ଆପ୍ରେ ହେଉ କି ଆଉ କେଉଁଥିରେ ହେଉ, ଥମ୍ବନେଲ୍ ପାଇଁ ହେଉ, ବ୍ୟାନର୍ ପାଇଁ ହେଉ, ଲୋଗୋ ପାଇଁ ହେଉ ଏଡ଼ିଟ୍ କରିପାରିବେ। କିଛି ବି ୱାଟରମାର୍କ ଆସିବନି। କୌଣସି ଚ୍ୟାନେଲରେ ମନିଟାଇଜ୍ ପାଇଁ କିଛି ପ୍ରୋବ୍ଲେମ୍ ନାହିଁ। ମୁଁ ନିଜେ କରୁଥିଲି, ଅନ୍ୟମାନେ ବି କରନ୍ତି। ତ ଫ୍ରେଣ୍ଡସ୍, ଏବେ ଆପଣମାନଙ୍କୁ ସେଇ ବ୍ୟାକଗ୍ରାଉଣ୍ଡ ଫଟୋକୁ ମୁଁ ପିକ୍ସେଲ୍ ଆପ୍ରେ ଏଡ଼ିଟ୍ କରି ଦେଖେଇବି। ଦେଖନ୍ତୁ ଏଇଠି ପିକ୍ସେଲ୍ ଆପ୍ ଅଛି। ପିକ୍ସେଲ୍ ଆପ୍ରେ କ୍ଲିକ୍ କଲି, ଏମିତି ଗୋଟେ ଫିଚର୍ ଆସିବ। ଏହାକୁ ଡିଲିଟ୍ କରିବେ। ଡିଲିଟ୍ ହେଲା। ତାପରେ ଏଇଠି ଅପସନ୍ ଅଛି 3 ଡଟ୍ରେ ଓକେ କରିବେ। ଇମେଜ୍ ସାଇଜ୍ରେ କ୍ଲିକ୍ କରିବେ। ଏଠି କଷ୍ଟମରେ କ୍ଲିକ୍ କରିବେ। ତାପରେ ଆପଣ ୟୁଟ୍ୟୁବ୍ ଥମ୍ବନେଲ୍ ସାଇଜ୍ ଲେଖା ଅଛି ଏଇଠି, ୟୁଟ୍ୟୁବ୍ ଥମ୍ବନେଲ୍ ଏଇଠି ସିଲେକ୍ଟ କରିବେ, ଓକେ କରିଦେବେ। ଦେଖନ୍ତୁ ଆମକୁ ଗୋଟେ ଥମ୍ବନେଲ୍ ସାଇଜ୍ର ମିଳିଗଲା। ଏଇଠି ଆମେ ସେ ବ୍ୟାକଗ୍ରାଉଣ୍ଡ ଫଟୋକୁ ଅପଲୋଡ଼ କରିବା ବା ଆଡ଼୍ କରିବା। କେମିତି କରିବା? ଏ ଯେଉଁ ଉପରେ ପ୍ଲସ୍ ଆଇକନ୍ ଅଛି ଏଇଠି କ୍ଲିକ୍ କରିବା। ତାପରେ ଫ୍ରମ୍ ଗ୍ୟାଲେରୀକୁ ଯିବା। ତାପରେ ଦେଖନ୍ତୁ ଏଇଠି ଟଚ୍ କଲେ ସେଇ ଫଟୋଟା ପଳେଇ ଆସିଲା। ଏମିତି କ୍ରପ୍ କରି ଆପଣମାନେ ଦେଖନ୍ତୁ ରିମୁଭ୍ ବିଜିର ଗୋଟେ ସ୍କ୍ରିନ୍ ମିଳିଯାଉଛି ଆପଣଙ୍କୁ। କିନ୍ତୁ ଆପଣଙ୍କୁ ଦେଖାଯାଉଛି ନା ଏଠି ରିମୁଭ୍ ବିଜିର ହ୍ୱାଇଟ୍ କଲର୍ ସ୍କ୍ରିନ୍ ଅଛି, ଜିଗ୍ ଜାଗ୍ ଲେଖାଗାର ଅଛି। କିନ୍ତୁ ଏଇଟାକୁ ଆପଣ ଫଟୋ ଯେତେବେଳେ ଆଡ଼୍ କରିଦେବେ, ଅଲରେଡ଼ି ଏଇଟା ଉଠିଯିବ, କେବଳ ବ୍ଲାକ୍ର ସ୍କ୍ରିନ୍ ଖାଲି ପଛ ମିଳିବ। ୟାକୁ ଏମିତି ଆପଣ କ୍ରପ୍ କରିଦେବେ। ଦି ସାଇଡ଼୍ରୁ ଟିକେ କମେଇ ଦେବେ, ଏପଟ ସାଇଡ଼୍ ଟିକେ କମେଇ ଦେବେ, ତଳୁ ଟିକେ କାଟିଦେବା। କାଟିକିରି ଏଇଠି ଦେଖନ୍ତୁ ଏଇଠି ସର୍କିଲ୍ର ଅଛି, ବହୁତ ସାରା ଅପସନ୍ ଅଛି। ଆପଣ ଚାହିଁଲେ ୟାକୁ ଓଲ୍ଟା ବି କରିପାରିବେ। ଦେଖନ୍ତୁ କେମିତି ମୁଁ ରୋଟେଟ୍ କରୁଛି। ଏଇ ଯେଉଁ ତୀର ଚିହ୍ନ ଦୁଇ ପଟର ଅଛି, ଏଇଟା ଆପଣ ଚେଞ୍ଜ କରିବେ। ଏପଟ ସେପଟ ଏଇ ଫଟୋ ଚେଞ୍ଜ ହେବ। ଯେଉଁଟା ଆପଣ ରଖିବାକୁ ଚାହିଁବେ ରଖିବେ। ଦେଖନ୍ତୁ ଫଟୋ ଯାହା ଥିଲା ସେଇଆ ପଳେଇ ଆସିଲା। ଏଇଠି ରାଇଟ୍ରେ ଓକେ କରିଦେବେ, ଅଲରେଡ଼ି ଆସିଗଲା। ୟାକୁ ଏମିତି ଆଙ୍ଗୁଠି ଚିପିକି ଧରି ପ୍ରେସ୍ କରିକିରି ଯେଉଁଠି ଚାହିଁବେ ଆପଣ ପେଷ୍ଟ କରିବେ, ଫଟୋ ରହିଲା। ଏ ହେଲା ରିମୁଭ୍ ବିଜି। ମୁଁ ଆଗରୁ ରଖିଥିଲି କେଉଁ ଫଟୋ? ଦେଖନ୍ତୁ ଆଗରୁ ମୁଁ ରଖିଥିଲି ଏଇ ଫଟୋ। ବ୍ୟାକଗ୍ରାଉଣ୍ଡ କାଟିଲା ପରେ ସେଇ ଫଟୋର କିନ୍ତୁ ବ୍ୟାକଗ୍ରାଉଣ୍ଡ କଟିଲା, କେମିତି ଆସିଲା
तो आपण मैंने चाहिए एमती सहज करेंगे किसी ना जो मेथड आपण मैंने कहली से मेथड आपण मैंने सर्च करेंगे वाटरमार्क किसी भी आसब ना किसी भी चार्जेस कटो ना किंतु एटा करने समय आपटे नेट रखा पड़े भलसे टावर जो ठीक रोथ आपको शीघ्र हो पारे ना अधिक समय प्रोसेसिंग चलो। तो फ्रेंड्स ये थिला निज फटोर केमी आपण मैंने बैकग्राउंड काटी पारे पूरा सहज उपाय वीडियो भल लगे वीडियो को लाइक करेंगे शेयर करेंगे चैनल को सब्सक्राइब करेंगे। रही नमस्कार जय जगन्नाथ।